ଆପଣମାନେ ଆପଣମାନଙ୍କ କ୍ୟାରିୟର ବନାଇବା ପାଇଁ ଚାହୁଁଛନ୍ତି ନା ତ ତାହେଲେ ସଠିକ୍ ମାର୍ଗରେ ଚାଲନ୍ତୁ, ସଠିକ୍ ବାଟରେ ଚାଲନ୍ତୁ। କାରଣ ଏହି ଯେଉଁ ସମୟ ଅଛି ଏହାକୁ ଯଦି ଆପଣମାନେ ହାତଛଡ଼ା କରିଦେବେ, ଏହି ସମୟରେ ଯଦି ଆପଣମାନେ ଅବାଟୁଆ ହେଇଯିବେ ତ ତାହେଲେ ସଠିକ୍ ମାର୍ଗକୁ ଆସିବା ପାଇଁ, ସଠିକ୍ ରାସ୍ତାକୁ ଆସିବା ପାଇଁ ଆପଣମାନଙ୍କୁ ବହୁତ ସମୟ ଲାଗିଯିବ। ଆପଣମାନଙ୍କ ସମୟ ବର୍ବାଦ ହେଇଯିବ। ସକ୍ସେସ୍ ଏମିତିକା ଜିନିଷ ନୁହେଁ ଯେ ଆପଣମାନେ ରାସ୍ତାରେ ଚାଲୁଥିବେ ଆଉ ଆପଣମାନଙ୍କୁ ମିଳିଯିବ। ସକ୍ସେସ୍ ପାଇବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼େ, ବହୁତ କିଛି ସହିବାକୁ ପଡ଼େ, ବହୁତ କିଛି ଜିନିଷ ଛାଡ଼ିବାକୁ ପଡ଼େ। ଯଦି ଆପଣମାନେ ସେସବୁ ଜିନିଷ ଛାଡ଼ିବା ପାଇଁ ରେଡ଼ି ଅଛନ୍ତି ତ ତାହେଲେ ଆପଣମାନଙ୍କୁ ସକ୍ସେସ୍ ନିଶ୍ଚିନ୍ତ ମିଳିବ। କାରଣ ଗୋଟେ କଥା ଜାଣିଥାନ୍ତୁ, ଯେଭଳି ଆପଣ କାହା ପଛରେ ପଡ଼ିକି ଆପଣମାନେ ଦିୱାନା ହେଇଯାଉଛନ୍ତି, କାହାକୁ ଦେଖିଲା ମାତ୍ରକେ ତା ପଛରେ ଧାଉଁଛନ୍ତି, ସେହିଭଳି ସକ୍ସେସ୍ ନୁହଁ। ତାକୁ ପାଇବା ପାଇଁ ଆପଣମାନଙ୍କୁ ବହୁତ ତପିବାକୁ ପଡ଼ିବ, ବହୁତ କିଛି ଜିନିଷ ଛାଡ଼ିବାକୁ ପଡ଼ିବ ଏବଂ ଆପଣମାନଙ୍କୁ ସେ ଜିନିଷ ମିଳିବ। ତ ଆପଣମାନଙ୍କ ଉପରେ ଡିପେଣ୍ଡ କରୁଛି ଆପଣଙ୍କ ଜୀବନ କେଉଁ ରାସ୍ତାରେ ନେଇକି ବର୍ବାଦ କରିବାକୁ ଚାହୁଁଛନ୍ତି ନା ସକ୍ସେସ୍ କରିବାକୁ ଚାହୁଁଛନ୍ତି। ତ ଫ୍ରେଣ୍ଡସ୍, ବର୍ତ୍ତମାନ ପିଲାମାନଙ୍କ ଏକ୍ଜାମ୍ ଚାଲିଛି, +2ର ଏକ୍ଜାମ୍ ଚାଲିଛି ଏବଂ ମେଟ୍ରିକ୍ର ଏକ୍ଜାମ୍ ଚାଲୁଛି। ଆଜି ଷ୍ଟାର୍ଟ ହେବ 20 ତାରିଖ ଆଜି। ତ ସେହି ପିଲାମାନଙ୍କୁ ମୁଁ ମୋ ତରଫରୁ ଶୁଭକାମନା ମନେ କରୁଛି। ଆପଣମାନେ ଭଲ ରେଜଲ୍ଟ ରଖିକି ପାସ୍ କରନ୍ତୁ ଏବଂ ଆପଣମାନଙ୍କ ନାଁ ରୋଶନ କରନ୍ତୁ। ମୁଖ୍ୟ କାରଣ କହିବି ଆପଣମାନଙ୍କୁ ସକ୍ସେସ୍ ହେବାର, ସେହି 3ଟି ମୁଖ୍ୟ କାରଣ ଆପଣମାନଙ୍କ ମନକୁ ଛୁଇଁଯିବ ବୋଲି ମୁଁ ଆଶା କରୁଛି। ତ ଫ୍ରେଣ୍ଡସ୍, ଫାର୍ଷ୍ଟ, ଯଦି ଆପଣମାନେ ସକ୍ସେସ୍ ହେବା ପାଇଁ ଚାହୁଁଛନ୍ତି ତ ତାହେଲେ ଆପଣମାନଙ୍କ ଯେଉଁ ରାସ୍ତାରେ ସକ୍ସେସ୍ ହେବା ପାଇଁ ଚାହୁଁଛନ୍ତି ସେହି ରାସ୍ତାକୁ ପ୍ରଥମେ ବାଛନ୍ତୁ ଯେ ସେହି ରାସ୍ତାଟି କ'ଣ, କେଉଁ ଫିଲ୍ଡରେ ଆପଣମାନେ ସକ୍ସେସ୍ ହେବା ପାଇଁ ଚାହୁଁଛନ୍ତି, କେଉଁ ରାସ୍ତାରେ ଆପଣମାନେ ଗଲେ ସେହି ସକ୍ସେସ୍ଟି ପାଇପାରିବେ। ତାକୁ ପ୍ରଥମେ ଆପଣମାନେ ଜାଣନ୍ତୁ, ବୁଝନ୍ତୁ ଯେ ଆପଣମାନେ ପ୍ୟାସନ୍ କ'ଣ, କେଉଁଥିରେ ଆପଣମାନେ ସକ୍ସେସ୍ ହେବା ପାଇଁ ଚାହୁଁଛନ୍ତି। ଫାର୍ଷ୍ଟ ଗଲା। ସେକେଣ୍ଡ, ତାକୁ ପାଇବା ପାଇଁ ଆପଣମାନେ କ'ଣ କରିପାରିବେ, କେତେ ଦୂର ପର୍ଯ୍ୟନ୍ତ ଆପଣମାନେ ଯାଇପାରିବେ, କ'ଣ ହରାଇ ପାରିବେ, କ'ଣ କରିପାରିବେ। ଏଇ ଜିନିଷ ଗୁଡ଼ାକ ବହୁତ ଇମ୍ପୋର୍ଟାଣ୍ଟ। କାରଣ ଯେଉଁ ଜିନିଷକୁ ଆମେ ଭଲ ପାଉ ତା ପାଇଁ ଆମେ ବହୁତ କିଛି ଜିନିଷ କରିବା ପାଇଁ ତୈୟାର ଥାଉ, ଫ୍ୟାମିଲିକୁ ଛାଡ଼ିବା ପାଇଁ ମଧ୍ୟ ତୈୟାର ଥାଉ। ବହୁତ କିଛି, ମୁଁ କହୁନି ଆପଣମାନଙ୍କୁ ଏସବୁ କର, କିନ୍ତୁ ବହୁତ ଜରୁରୀ ଆପଣମାନେ କ'ଣ କରିବା ପାଇଁ, କେତେ ଦୂର ପର୍ଯ୍ୟନ୍ତ ଯିବା ପାଇଁ ସେଥିରେ ରେଡ଼ି ଅଛନ୍ତି। ଥାର୍ଡ଼ରେ, ସେହି ରାସ୍ତାରେ ଆପଣମାନଙ୍କ ପାଇଁ କେତେ ରିସ୍କ ଅଛି, ସେହି ରାସ୍ତାରେ ଆପଣମାନଙ୍କୁ କେତେ କ୍ଷତି ଅଛି, କେତେ ଲାଭ ଅଛି, ସେସବୁ ଜିନିଷକୁ ଜାଣିବା ଆପଣମାନଙ୍କୁ ବହୁତ ଜରୁରୀ। ଆପଣ ମନେ କରନ୍ତୁ ଆପଣ ଗୋଟେ ଗରିବ ପରିବାରରୁ ବିଲଙ୍ଗସ୍ କରନ୍ତି ଏବଂ ସେହି ଗରିବ ପରିବାରରୁ ଯଦି ଆପଣମାନେ ବାହାରିକି ଯଦି ସେହି ରାସ୍ତାରେ ଯାଉଛନ୍ତି ତ ତାହେଲେ ସେଥିରେ ଆପଣମାନଙ୍କ କେତେ କ୍ଷତି ଅଛି, ଆପଣମାନେ କେତେ ଲାଭ ଅଛି, ସେହି କ୍ଷତିକୁ ଆପଣମାନେ କିଭଳି ମ୍ୟାନେଜ୍ କରିବେ ଏବଂ ଯଦି କିଛି କ୍ଷତି ନାହିଁ ତ ତାହାକୁ କିଭଳି ସକ୍ସେସ୍ ବନେଇ ପାରିବେ, ସେସବୁ କିଛି ଡିସାଇଡ଼୍ କରିବା ଆପଣମାନଙ୍କ ପାଇଁ ବହୁତ ଜରୁରୀ। ଏ ଥିଲା ମୁଖ୍ୟ 3ଟି କାରଣ ସକ୍ସେସ୍ ହେବାର। ଯଦି ଭିଡ଼ିଓଟି ଭଲ ଲାଗେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିକି ସାଙ୍ଗସାଥୀଙ୍କ ସହ ସେୟାର କରନ୍ତୁ ଏବଂ ଚ୍ୟାନେଲରେ ଯଦି ସର୍ବପ୍ରଥମେ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ ଫ୍ରେଣ୍ଡସ୍, ଜୟ ହିନ୍ଦ। ପୁଣି ଦେଖା ହେବା ନୂଆ